La 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 la. La 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 la. La 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 la. La 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 la। ବୋଉ କଣ ହେଲା ପୁଅ? ବୋଉ କଣ ଦରକାର ଥିଲା କି? କିଛି କାମ ନାହିଁ ପୁଅ। ଆରେ ତୁ ନା ଆସିଥିଲୁ କଣ ଗୋଟେ କହିବା ପାଇଁ କହୁଛୁ କଣ ନା କିଛି କାମ ନାହିଁ। ଆରେ କହୁନୁ ବୋଉ ତୋର କଣ ଦରକାର ଅଛି? ଏଁ? ଏଇନା ମୋ ପାଖକୁ ଆସିଥିଲୁ ପୁଣି ଫେରିକି ପଳେଇଲୁ। ମୁଁ କଣ ଜାଣିପାରୁନି? କହ ତୋର କଣ ଦରକାର ଅଛି ମତେ କହିଲୁ। ପୁଅ ମୋର 5 ଟଙ୍କା ଦରକାର ଅଛି। କହିଲୁ 500 ଟଙ୍କା ଦରକାର ଅଛି। ଆରେ ଏଥିରେ ମାଗିବାରେ ଲାଜ କଣ ଅଛି କହିଲୁ? ଆଉ ତୁ ମା ହେଇକି ପୁଅକୁ ପଇସା ମାଗିବୁନି ତ କାହାକୁ ପଇସା ମାଗିବୁ କହିଲୁ? ଆସିଥିଲୁ ପଇସା ମାଗିବୁ ଫେରିକି ପଳଉଛୁ। ନା ନେ ପଇସା ନେ। 5 ଟଙ୍କା ନିଏ। ଯଦି ଆଉ ତ କେବେଳେ ପଇସା ତାହେଲେ ମତେ ମାଗିବ। ଲାଜ କରିବୁନି ହେଲା। ଏ ପଇସା ଇନକମ କରୁଛି କାହା ପାଇଁ? ତୋ ପାଇଁ କରୁଛି। ଯେତେବେଳେ ଦରକାର ଅଛି ପୁଅକୁ ମାଗିବୁ। କେବେ ବି ଲାଜ କରିବୁନି ନେ। ପୁଅ ମୋର ଏତିକି ଦରକାର ପଇସା, ଆଉ ଦରକାର ନାହିଁ। ଜାଣିଛ କି ତା ବୋଉ ନା 500 ଟଙ୍କା ମାଗିବା ପାଇଁ କେତେ ଲାଜ କରୁଛି। ଆରେ ପଇସା ପାଇଁ ନୁହଁ, ଆରେ ତାଙ୍କୁ ଏଇଥିପାଇଁ ଖରାପ ଲାଗୁଛି। ସେ ମା ହେଇକି ପୁଅକୁ କେମିତି ପଇସା ମାଗିବେ? ଗୀତା ଆରେ ମୁଁ ହଉଛି ତାଙ୍କ ପୁଅ। ଆଉ ମା ହିସାବରେ ପୁଅକୁ ତୁ ପଇସା ମାଗିଦେଲେ ଏଥିରେ ଖରାପ କଣ ଲାଗିବାରେ କଣ ଅଛି କହିଲୁ? ଯୋଉ ମା ଆମକୁ ସାରା ଜୀବନ ଦେଇଛି, ତାଙ୍କୁ ଯେତେବେଳେ ପଇସା ମାଗିବାକୁ ପଡେ ନା, ତାଙ୍କ ହୃଦୟକୁ ବହୁତ କଷ୍ଟ ଲାଗେ। ତାହେଲେ ତମେ କୁହ ଗୀତା ଏବେ ତାହେଲେ କଣ କରିବା? ଜାଣିଛ ନା, ସେ ଆମ ପାଇଁ କେତେ କଷ୍ଟ ସହିଛନ୍ତି। ସେ ଆମକୁ ଛୋଟରୁ ବଡ କରିଛନ୍ତି, ଆମକୁ ଲାଳନ ପାଳନ କରିଛନ୍ତି। ସେ ଆମର ସବୁ ଭଲ ମନ୍ଦ କଥା ବୁଝିଛନ୍ତି। ସେ ଆମ ପାଇଁ କେତେ ଦୁଃଖ କଷ୍ଟକୁ ସହି ନାହାନ୍ତି। ଆଉ ଏଇ ବୟସରେ ନା, ସେ ହାତ ପତେଇ ପଇସା ମାଗିବାକୁ ତାଙ୍କୁ ଖରାପ ଲାଗୁଛି। ଆମେ ଏମିତି କିଛି କାମ କରିବା, ତାଙ୍କ ପାଖରେ ତାଙ୍କ ପଇସା ଥିବ, ସେ ମନ ଇଚ୍ଛା ଖର୍ଚ୍ଚ କରିବେ। ଗୀତା ତମେ ନା ଠିକ କଥା କହୁଛ। ଆମକୁ କିଛି କରିବାକୁ ପଡିବ। ହଁ, ଯେମିତି ସେ ଆମ ପାଖରେ ହାତ ନ ବତେଇବ। ତା ପାଖରେ ନା ତା ପାଖରେ ପଇସା ଥିବ, କିନ୍ତୁ ତା ମନ ଇଚ୍ଛା, ତା ଯେତେବେଳେ ତାର ଇଚ୍ଛା ହଉଛି ତା ଇଚ୍ଛାରେ ସେ ଖର୍ଚ୍ଚ କରିବ। ସେ ଯେମିତି ଆମ ପାଖରେ ହାତ ନ ବତେଇବ। ଆର ବାଟ ଗୋଟେ ବାହାର କରିବାକୁ ପଡିବ। ଯେମିତି ସେ କେବେ ବି ତା ହୃଦୟକୁ କଷ୍ଟ ନ ଆସେ। କାରଣ ସିଏ ଆମ ପାଇଁ ଏତେ କରିଛି। ଆମକୁ ଛୋଟରୁ ବଡ କରିଛି, ଆମକୁ ମଣିଷ କରିଛି। ଆମେ କଣ ତା ପାଇଁ ଏତିକି ଟିକେ କରିପାରିବାନି? ନିଶ୍ଚୟ କରିବା। ଠିକ କଥା ତମେ କହୁଛ। ବୋଉ ନେ 1,00,000 ନେ। ଏତେ ଟଙ୍କା କୋଉଠୁ ଆଣିଲୁ? ହେଲେ ବୋଉ ତୁ ନା ନା ଗୋଟେ LIC ହେଇଥିଲା। ଆଉ ସେ LIC ଟା ଆଜି ମ୍ୟାଚୁରିଟି ହେଲା। ତେଣୁ ସେ ମ୍ୟାଚୁରିଟି ହେଲା ବୋଲି ସେ ପଇସା ଯାହା ମିଳିଲା ମୁଁ ଉଠେଇ ଧରି ପଳେଇ ଆସିଲି। ଆରେ ସେ ତୋ ପଇସା, ଆଉ ତୋତେ ଦେବିନି ତ କାହାକୁ ଦେବି କହିଲୁ? ପୁଅ ଏତେ ପଇସା ମୁଁ କଣ କରିବି? ମୋର ଦରକାର ନାହିଁ ପଇସା, ତୁ ପଇସା ନେଇଯା। ଆରେ ବୋଉ ଆରେ ଏଇ ପଇସା ହଉଛି ତୋର। ତେଣୁ ତୋ ପାଖରେ ତୁ ରଖେ। ମତେ କଣ ପାଇଁ ଦଉଛୁ? ତୁ ତୋ ପାଖରେ ରଖି ତୋର ଯେତେବେଳେ ତୋର ଇଚ୍ଛା ହବ ସେଇ ପଇସା ନା ତୋ ମନ ଇଚ୍ଛା ତୁ ଖର୍ଚ୍ଚ କରିବୁ। କାରଣ ତୁ କାହାକୁ ହାତ ପତେଇବାକୁ ପଡିବନି। ତୋର ଇଚ୍ଛା ଯେତେବେଳେ ହଉଛି ସେଇ ପଇସାରୁ ବାହାର କରିକି ତୋ ଇଚ୍ଛାରେ ତୁ ଖର୍ଚ୍ଚ କରିବୁ। ତେଣୁ ତୋ ପଇସା ତୋ ପାଖରେ ତୁ ରଖେ। ପଇସା ନେଇଯା, ମୋର ଦରକାର ନାହିଁ ପଇସା, ତୋ ପଇସା ନେଇଯା। ମୁଁ କହିଲି ନା ସେ ପଇସା ମୋର ଦରକାର ନାହିଁ ବୋଲି। ସେଇ ପଇସା ନା ତୋ ପାଖରେ ରଖେ। ତୋର ଯେତେବେଳେ ଇଚ୍ଛା ହଉଛି ତୁ ଖର୍ଚ୍ଚ କରିବୁ। ମୁଁ ସେ ପଇସା ନେବି। କାରଣ ସେ ତ ତୋ ନାଁରେ LIC ବନ୍ଧା ହେଇଥିଲା। ସେଟା ତୋ ପଇସା, ସେ ପଇସା ମୁଁ କାହିଁକି ନେବି? ତେଣୁ ତୋ ପାଖରେ ତୁ ରଖେ। ପୁଅ ହଉ ଠିକ ଅଛି, ପଇସା ରଖୁଛି, ସେଟା ଭଗବାନ ଭଲରେ ରଖିଥାନ୍ତି।